କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡ଼ା ପଞ୍ଚାୟତର ଢକେଇନେଉଳି ଗ୍ରାମର ଗାଗୁନି ସେଠୀ ଏବେ ଜଣେ ଦିବ୍ୟାଙ୍ଗ ଅଟନ୍ତି। ସେ ପୂର୍ବରୁ ଦିବ୍ୟାଙ୍ଗ ନଥିଲେ। ସମୟ ଚକ୍ରରେ ଦୀର୍ଘ 12 ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଗାଗୁନିଙ୍କ ଜୀବନରେ ଦୁଃଖ ଓ କଷ୍ଟର ପାହାଡ଼ ମାଡ଼ି ବସିଥିଲା। ବାପା ମା, ସ୍ତ୍ରୀ ଓ 2ଟି ପିଲାଙ୍କୁ ନେଇ ତାଙ୍କର ସୁଖ ଦୁଃଖର ସଂସାର। ମୃତ୍ୟୁ ମୁଖରୁ ସିନା ସେ ବଞ୍ଚିଗଲେ, ହେଲେ ଆଜୀବନ ଦିବ୍ୟାଙ୍ଗ ହୋଇଗଲେ। କିଛି ଦିନ ତଳେ ଖବର ପାଇବା ପରେ ଗାଗୁନିଙ୍କ ବାଟ ଚଲାପଥ ପାଇଁ ଏକ ହ୍ୱିଲ୍ ଚେୟାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି। ଜଣେ ଦିବ୍ୟାଙ୍ଗ ଚାଲି ନ ପାରି ପରିବାରର ସହଯୋଗରେ ଏହି ଚେୟାରରେ ବସି ଆଉ କିଛି ଜୀବନ ଖୁସିରେ ଅତିବାହିତ କରିବ ବୋଲି ଟ୍ରଷ୍ଟର ଲକ୍ଷ୍ୟ ରହିଛି। ଚେୟାର ବଣ୍ଟନ କାର୍ଯ୍ୟକ୍ରମ ସମୟରେ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟର ମୁଖପାତ୍ର ପ୍ରମୋଦ ନାୟକ, ଦିଲ୍ଲୀପ କୁମାର ନାଥ, ଶଶିକାନ୍ତ ନାଥ, ରମାକାନ୍ତ ଦାସ ଓ ନିହାର ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବହୁଦିନ ପରେ ହ୍ୱିଲ୍ ଚେୟାରଟିଏ ପାଇଥିବାରୁ ଗାଗୁନି ସେଠୀଙ୍କ ପରିବାର ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ଧନ୍ୟବାଦ ଜଣାଇଛନ୍ତି।